ଶୁଖିଲା ପଡ଼ିଛି ଶହ ଶହ ଏକର ଜମି। ଜଳସେଚନର ସୁବିଧା ନାହିଁ। ପାଣି ପାଇଁ ହନ୍ତସନ୍ତ ଚାଷୀ। ଆପଣ ଦେଖୁଥିବା ଏ ଦୃଶ୍ୟ କୋରାପୁଟ ଲକ୍ଷ୍ମୀପୁର ବାରି ଗାଁର। ଶତାଧିକ ଏକର ଚାଷ ଜମି ପଡ଼ିଆ ପଡ଼ିଛି। କାରଣ ଚାଷ ଜମିକୁ ଜଳସେଚନର କୌଣସି ସୁବିଧା ନାହିଁ। ଫଳରେ ଜମିରେ ଯେକୌଣସି ଚାଷ କଲେ ପାଣି ଅଭାବରୁ ସବୁ ନଷ୍ଟ ହୋଇଯାଉଛି। ଜମିଠାରୁ ମାତ୍ର କିଛି ଦୂରରେ ଥିବା ନଦୀର ଉପର ମୁଣ୍ଡକୁ ପାଣି ଯାଉନି। ଫଳରେ 800 ଏକରରୁ ଅଧିକ ଜମି ଗୋରୁଗାଈଙ୍କ ଚରାଭୂଇଁ ପାଲଟିଛି। ସରକାରଙ୍କର ଆଜି ପର୍ଯ୍ୟନ୍ତ କିଛି ନାହିଁ, ଏଇଟା ଖାଲି ଏମିତି ପଡ଼ିଆ ପଡ଼ିଛି। ଆମେ ଚାଷ କରୁଛୁ, ତଥାପି ଆମେ ଚାଷ କରୁଛୁ, ଚାଷ କଲେ ମଧ୍ୟ ନଷ୍ଟ ହେଇଯାଉଛି। ବର୍ଷା ଜଳ ହେଲେ ତ କିଛି ହେବ, କିଛି ପରିମାଣରେ। ବର୍ଷା ନାହିଁ ତ ନାହିଁ। ଆଉ ଏମିତି କେତେ ଆଗରୁ ପଡ଼ିଛି, ଆଉ କେତେ ବର୍ଷ ବୋଲି କରିନି ବାପାଙ୍କ ଅମଳରୁ ସେଟା ଶୁକ୍ଲା ପଡ଼ିଛି। 15-20 ବର୍ଷ ହେଲାଣି ଆମର ଦିନ ହେକା କହନ୍ତୁ ଆପଣ ମାନେ ଏକ୍ସ ଏମପି ଏମଏଲ କଥା ସେ ଇଏ ଆମର କୈଳାସ ଚନ୍ଦ୍ର କୁଲିସିକା ତାଙ୍କୁ ଭୁବନେଶ୍ୱର ପର୍ଯ୍ୟନ୍ତ ପେରା ଦେଇଛୁ। ତା ସହିତ ଆମର ଜୟପୁର ଆସିଷ୍ଟାଣ୍ଟ ଇଞ୍ଜିନିୟର ପାଖରେ ପ୍ରୋଜେକ୍ଟ ବି 2016ରେ 16 ଲକ୍ଷ ବି ଏଷ୍ଟିମେଟ୍ ଟୋଟାଲ ଓଡ଼ିଶା ସରକାର ଅଣ୍ଡରରେ ଫାଇଲରେ ହିଁ ପଡ଼ି ରହିଲା। ଦୁଇହଜାର 7ରୁ ଜଳ ସମସ୍ୟା ଭୋଗୁଛନ୍ତି ଚାଷୀ। 2016ରେ 1 କୋଟି 22 ଲକ୍ଷ ବ୍ୟୟ ବରାଦରେ ମେଗା ଜଳସେଚନ ପ୍ରକଳ୍ପ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଆକଳନ କରାଯାଇଥିଲା। ପରେ ବ୍ୟୟ ବରାଦ ଟଙ୍କା କମ୍ ହେବାରୁ କାମ ଅଟକିଗଲା। କିଛି ବର୍ଷ ତଳେ ସରକାରଙ୍କ ତରଫରୁ ପ୍ରାୟ 10 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ 2ଟି ସୋଲାର ଚାଳିତ ପମ୍ପ ସେଟ୍ ପ୍ରଦାନ କରାଯାଇଥିଲା। ତାହା ବି ମରାମତି ଅଭାବରୁ ଖତ ଖାଉଛି। ବର୍ଷା ଜଳକୁ ନିର୍ଭର କରି ଚାଷୀ ଅନେକ ଥର କ୍ଷତି ସହୁଛି। ପ୍ରଶାସନ ଉକ୍ତ ନଦୀରେ ଆଡି ବନ୍ଧ ନିର୍ମାଣ କରିବାକୁ ଚାଷୀ ଦାବି କରିଛନ୍ତି। এই বিষয়ে ମୁଁ ବିଭାଗୀୟ ଅଧିକାରୀଙ୍କୁ ଗତ ଦିନରେ ମଧ୍ୟ ଆଲୋଚନା କରିଥିଲି, କିନ୍ତୁ ସେମିତି କିଛି ପ୍ରସ୍ତାବ ଯାଇ ନଥିଲା। କିନ୍ତୁ ଆମେ ଚେଷ୍ଟା କରିବୁ ନିହାତି ଭାବରେ ସେଠି କେମିତି ଏକ ବଡ଼ ଧରଣର ଡ୍ୟାମ୍ ହେବ, ଗୋଟେ ପାନୀୟ ଜଳ ବ୍ୟବସ୍ଥା ହେଇପାରିବ, ସେ ଅଞ୍ଚଳର ଲୋକଙ୍କୁ କେମିତି ଚାଷ ଜମି ପାଇଁ ସେ ପାଣି ମାନେ ଉପଯୋଗୀ ହେଇପାରିବ, ତା ପାଇଁ ଆମେ ଚେଷ୍ଟା କରିବୁ ଏବଂ ତୁରନ୍ତ ଆ ପାଇଁ ପଦକ୍ଷେପ ନେବା ପାଇଁ ମୁଁ ବିଭାଗୀୟ ଅଧିକାରୀ ଆଲୋଚନା କରିବି। ଲକ୍ଷ୍ମୀପୁର ବିଡିଓ କହିଛନ୍ତି ଏହା କୌଣସି 10 କି 20 ଲକ୍ଷର କାମ ନୁହେଁ, କୋଟିଏରୁ ଅଧିକ ଟଙ୍କାର କାମ। ସରପଞ୍ଚ ଓ ଗାଁ ଲୋକଙ୍କ ସହ ଏନେଇ ଆଲୋଚନା କରାଯିବ। ତୁରନ୍ତ ସରକାର ବାରିଗାଁରେ ଜଳସେଚନ ବ୍ୟବସ୍ଥା କଲେ ଚାଷୀ ଉପକୃତ ହୋଇପାରିବେ। ଯଦି এই ଅଞ୍ଚଳରେ ଗୋଟେ ଚେକ୍ ଡ୍ୟାମ୍ ତିଆରି କରାଯାଇଥାନ୍ତା, ତାହେଲେ এই ବାରିଗାଁ ଏବଂ ପିପଳପଦର ଅଞ୍ଚଳର ପ୍ରାୟ 1000ରୁ ଉର୍ଦ୍ଧ୍ୱ ଚାଷୀଙ୍କର ପ୍ରାୟ 800ରୁ 900 ଏକର ଉର୍ଦ୍ଧ୍ୱ ଜମିରେ ଚାଷ ହୋଇପାରିଥାନ୍ତା ଏବଂ ଚାଷୀ ଉପକୃତ ହୋଇପାରିଥାନ୍ତେ। ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି ସାଧାରଣରେ ଦାବି କରାଯାଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବାରିଗାଁରୁ ପରମେଶ୍ୱର ସାହୁ, କନକ ନ୍ୟୁଜ୍।